କହିବି ଆରମ୍ଭ କରିବି। ବନ୍ଦେ ଉତ୍କଳ ଜନନୀ ଭାଷା ଆନ୍ଦୋଳନର କଳା ପତାକା ଅଭିଯାନର ଆଜି ହେଉଛି 1615 ଦିନ। ଏହି ଅବସରରେ ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ପ୍ରଣାମ ଜଣାଉଛି। କଳା ପତାକା ଅଭିଯାନ ମୋତେ ଆଜି ଆପଣମାନଙ୍କୁ ଓଡ଼ିଆ ଭାଷା ସମ୍ବନ୍ଧରେ କିଛି କହିବାକୁ ସୁଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି। ମୁଁ ନଟବର ଖୁଣ୍ଟିଆ। ମୁଁ ଜଣେ କୃଷି ବିଜ୍ଞାନୀ। ଦୀର୍ଘ 3 ଦଶନ୍ଧି ଧରି ଏକ ଜାତୀୟକରଣ ବ୍ୟାଙ୍କରେ ବିଭିନ୍ନ ପଦପଦବୀରେ ଥାଇ ଭାରତୀୟ ଅର୍ଥନୀତି ବିଶେଷ କରି କୃଷି, ଗ୍ରାମ୍ୟ ଅର୍ଥନୀତି, ଦାରିଦ୍ର୍ୟ ଦୂରୀକରଣ ସମ୍ବନ୍ଧରେ ଯେଉଁ ବ୍ୟବହାରିକ ଜ୍ଞାନ ଅର୍ଜନ କରିଛି ସେ ସମ୍ବନ୍ଧରେ ମୁଁ ଦୀର୍ଘ ଦଶନ୍ଧି ଧରି ଭାରତର ବିଭିନ୍ନ ସମ୍ବାଦପତ୍ରରେ, ଓଡ଼ିଶାର ବିଭିନ୍ନ ସମ୍ବାଦପତ୍ରରେ, ପତ୍ରପତ୍ରିକାରେ ସ୍ତମ୍ଭ ଲେଖି ଆସିଛି। ଭାଷା ହେଉଛି ଗୋଟିଏ ଜାତିର ପରିଚୟ। ଗୋଟିଏ ଜାତି ତା'ର ପରିଚିତି ଲାଭ କରେ ତା'ର ଭାଷାରୁ। ଭାଷାକୁ ନେଇ ଆମର ଶିକ୍ଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଇତିହାସ, ରାଜନୀତି, ଅର୍ଥନୀତି ସମ୍ପୃକ୍ତ। ତେଣୁ ଯେଉଁ ଜାତି ତା'ର ଭାଷାକୁ ସମୃଦ୍ଧ ନ କରିବ, ତା ଭାଷାକୁ ଭଲ ନ ପାଇବ, ତା ଭାଷାକୁ ଉପଯୁକ୍ତ ସମୟ ନ ଦେବ, ସେ ଜାତିର ବିକାଶ ଅସମ୍ଭବ, ସେ ଜାତିର ପରିଚିତି ସୃଷ୍ଟି ହେବା ଅସମ୍ଭବ। ଆମ ଭାଷା ଓଡ଼ିଆ ଏକ ପ୍ରାଚୀନ ଭାଷା। ଆମ ରାଜ୍ୟ ଓଡ଼ିଶା ଏକଦା କଳିଙ୍ଗ ନାମରେ ସାରା ବିଶ୍ୱରେ ବିଖ୍ୟାତ ଥିଲା। ଆପଣଙ୍କର ପୌରାଣିକ ଯୁଗ କୁହନ୍ତୁ, ଐତିହାସିକ ଯୁଗ କୁହନ୍ତୁ ବା ଆଧୁନିକ ଯୁଗ କୁହନ୍ତୁ, ଏହି କଳିଙ୍ଗର ନାମ ସମଗ୍ର ବିଶ୍ୱରେ ପରିଚିତି ଲାଭ କରିଥିଲା ଓ ପରାକାଷ୍ଠା ଲାଭ କରିଥିଲା। ରାମାୟଣ ଯୁଗରେ ରାମଚନ୍ଦ୍ର ଯେଉଁ ବନବାସ କରିଥିଲେ, ସେହି ବନବାସରେ ବହୁ ସମୟ ସେ କଟାଇଥିଲେ ଦଣ୍ଡକାରଣ୍ୟରେ। ସେହି ଦଣ୍ଡକାରଣ୍ୟ ହେଉଛି ଓଡ଼ିଶାର କୋରାପୁଟ ଜିଲ୍ଲାରେ ବୋଲି କୁହାଯାଏ। ଓଡ଼ିଶାରେ ଏପରି ସବୁ ସ୍ଥାନ ଅଛି ଯେଉଁଠାକୁ ରାମ, ସୀତା, ଲକ୍ଷ୍ମଣ ଆସିଥିଲେ ବୋଲି ଆମେ ବର୍ତ୍ତମାନ ବିଭିନ୍ନ ସୂତ୍ରରୁ ଜାଣୁଛୁ। ସେହିପରି ମହାଭାରତ ଯୁଦ୍ଧରେ କଳିଙ୍ଗର ସମ୍ରାଟ କୌରବମାନଙ୍କ ପକ୍ଷରେ ଲଢ଼ିଥିଲେ। ବଳରାମ ଯୁଦ୍ଧ ନ କରି ତୀର୍ଥଯାତ୍ରାରେ ବାହାରିଥିଲେ ମହାଭାରତ ଯୁଦ୍ଧ ସମୟରେ। ସେହି ତୀର୍ଥ ମଧ୍ୟରୁ ଆମର ଯାଜପୁରର ବୈତରଣୀ କ୍ଷେତ୍ର ଥିଲା ଅନ୍ୟତମ। ସେ ମଧ୍ୟ ବୈତରଣୀ ତୀର୍ଥସ୍ଥଳକୁ ଆସିଥିଲେ। ଆମ କଳିଙ୍ଗ ଯୁଦ୍ଧ ସାରା ବିଶ୍ୱରେ ଏକ ବଡ଼ ଯୁଦ୍ଧ, ମହାନ ଯୁଦ୍ଧ ବୋଲି ଐତିହାସିକମାନେ କହନ୍ତି। ସେହି କଳିଙ୍ଗ ଯୁଦ୍ଧରେ ଆମର କଳିଙ୍ଗ ସେନା, ଆମ ଲୋକମାନେ ଯେଉଁ ବୀରତ୍ୱ ଦେଖାଇଥିଲେ, ଯେଉଁ ଜାତିପ୍ରାଣ କଥା ଦେଖାଇଥିଲେ, ତାହାର ପଠାନ୍ତର ନାହିଁ। ସେହି କଳିଙ୍ଗ ଯୁଦ୍ଧ ପରେ ଅଶୋକ ଯଦିଓ ଯୁଦ୍ଧ ଜୟ କରିଥିଲେ, କିନ୍ତୁ ସେ ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲେ ଏହି କଳିଙ୍ଗ ଯୁଦ୍ଧ ପରେ କଳିଙ୍ଗ ମାଟିରୁ। ତାପରେ ସେ ବୌଦ୍ଧ ଧର୍ମ କରିଥିଲେ ଏଇ ଓଡ଼ିଶାରୁ। ବୌଦ୍ଧ ଧର୍ମ ଗ୍ରହଣ କଲା ପରେ ଦେଶରେ ଶାନ୍ତି, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ, ବିଶେଷ କରି ଦକ୍ଷିଣ ପୂର୍ବ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ବୌଦ୍ଧ ଧର୍ମର ପ୍ରଚାର କରିଥିଲେ। ଏହି କ୍ରମରେ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି। କଳିଙ୍ଗରୁ ବୌଦ୍ଧ ଧର୍ମ ଯାଇଥିଲା ଶ୍ରୀଲଙ୍କାକୁ। ମୁଁ ଏଇ ନିକଟରେ ଶ୍ରୀଲଙ୍କା ଭ୍ରମଣରେ ଯାଇଥିଲି। ସେଠେଇ ଗଲାପରେ ନ୍ୟାଚୁରାଲି ମୋର ଇଚ୍ଛା ହେଲା ସେ ଦେଶର ସଂସ୍କୃତି, ପରମ୍ପରା, ଇତିହାସ ଜାଣିବା ପାଇଁ। ମୁଁ ଦେଖିଲି ଯେ ସେଠି ରାସ୍ତାରେ ଛୋଟ ସ୍କୁଲ ଛାତ୍ର ପିଲାମାନଙ୍କଠାରୁ ରାସ୍ତା ଲୋକଙ୍କଠୁ ଆରମ୍ଭ କରି ଦୋକାନ ବଜାରରେ ଯେଉଁମାନେ ସବୁ ବିକ୍ରି କରୁଛନ୍ତି, ସେମାନେ କହୁଛନ୍ତି ଆମେ ହେଉଛୁ କଳିଙ୍ଗର ପୂର୍ବ ଅଧିବାସୀ। ଆମର ରଜା, ପ୍ରଥମ ରଜା ସେ କଳିଙ୍ଗରୁ ଆସିଥିଲେ, ସେ ବିଜୟ ସିଂ। ଆମେ କ୍ଷତ୍ରିୟ, ଆମେ ହେଉଛୁ ଆର୍ଯ୍ୟ, ଆମେ ଦ୍ରାବିଡ଼ ନୁହଁ। ଆମର ପରିଚିତ ହେଉଛି କଳିଙ୍ଗ ସହିତ। ମୁଁ ଯେତେବେଳେ ତାଙ୍କୁ ପ୍ରଶ୍ନ କଲି କଳିଙ୍ଗ ଯେ ଆଜିର ଓଡ଼ିଶା ଆପଣମାନେ ଜାଣିଛନ୍ତି କି? ତା ଦେହରୁ ଅଧିକାଂଶ ଲୋକ କହିଲେ ନା, ଆମେ କଳିଙ୍ଗ ଯେ ଆଜିର ଓଡ଼ିଶା ତା ଆମେ ଜାଣିନାହୁଁ।
ଏହା ଦୁଃଖର କଥା। ସେଥିପାଇଁ ଶ୍ରୀଲଙ୍କାବାସୀ ଏତେ ଦାୟୀ ନୁହନ୍ତି, ଆମେ ଓଡ଼ିଶାବାସୀ ଏତେ ଦାୟୀ। ଆମେ ଏଇ ପରିଚିତକୁ ଆମେ ତାଙ୍କ ସହିତ ସମ୍ପର୍କ ରଖି ଆମେ ମଧ୍ୟ ତାଙ୍କ ସହିତ ସମ୍ପର୍କ ରଖି ସେମାନଙ୍କୁ ଓଡ଼ିଶା ଆସିବା ପାଇଁ, ଓଡ଼ିଶାର ବିଭିନ୍ନ ବୌଦ୍ଧ କ୍ଷେତ୍ର ଦର୍ଶନ କରିବା ପାଇଁ ସୁଯୋଗ ଦେଇନାହୁଁ। ତାପରେ ଆଉ ଗୋଟା ଶ୍ରୀଲଙ୍କାର କାଣ୍ଡିଠାରେ ବୁଦ୍ଧଦେବଙ୍କର ଦନ୍ତ ପୂଜା ପାଉଛି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ, ସେଇ ଦନ୍ତ ଓଡ଼ିଶାର ଦନ୍ତପୁରରୁ ଯାଇ ପୂଜା ପାଉଛି ଶ୍ରୀଲଙ୍କାର କାଣ୍ଡିରେ। ତାକୁ ନେଇଥିଲେ ତତ୍କାଳୀନ କଳିଙ୍ଗର ରାଜା, ତାଙ୍କର ଝିଅ ହେମମାଳା ଓ ତାଙ୍କର ଜ୍ୱାଇଁ ଦନ୍ତକୁମାର ତାକୁ ନେଇ ଯାଇଥିଲେ ଶ୍ରୀଲଙ୍କା, ସେଇଠି ପୂଜା ପାଉଛି। ତେଣୁ ଆମର ସେତେବେଳେ ଦେଖନ୍ତୁ କି ସମ୍ପର୍କ ଥିଲା ଶ୍ରୀଲଙ୍କା ସହିତ, ଆଉ ଆମର ସମ୍ପର୍କ ଥିଲା। ତେଣୁ ଆମେ ସେଇ ସୁଯୋଗକୁ ଏପର୍ଯ୍ୟନ୍ତ ଆମେ ଏତେ ବଡ଼ ପରମ୍ପରାର ଦାୟାଦ ହୋଇ ମଧ୍ୟ ଆମେ ସେଇ ସୁଯୋଗକୁ ଏପର୍ଯ୍ୟନ୍ତ ତାକୁ ଠିକ୍ ଭାବରେ ଉପଯୋଗ କରିପାରୁନାହୁଁ। ଆମେ ଗଢ଼ିଛୁ କୋଣାର୍କ, ଆମର ଶିଳ୍ପୀ ଗଢ଼ିଛି କୋଣାର୍କ ମନ୍ଦିର, ଆମ ଶିଳ୍ପୀ ଗଢ଼ିଛି ପୁରୀ ମନ୍ଦିର, ଆମ ଶିଳ୍ପୀ ଗଢ଼ିଛି ଲିଙ୍ଗରାଜ ମନ୍ଦିର। କି ଅପୂର୍ବ କଳା କୌଶଳ, ସାରା ବିଶ୍ୱରେ ପ୍ରସିଦ୍ଧ। ଆମର ଓଡ଼ିଶୀ ନୃତ୍ୟ, ଆମର ଓଡ଼ିଶୀ ସଙ୍ଗୀତ ସାରା ବିଶ୍ୱରେ ପରିଚୟ। ଆମ ସାହିତ୍ୟ ଯଦି ଦେଖିବେ, ଶାରଳା ମହାଭାରତଙ୍କର ମହାଭାରତ, ଜଗନ୍ନାଥ ଦାସଙ୍କର ଶ୍ରୀମଦ୍ ଭଗବତ, ବଳରାମ ଦାସଙ୍କର ରାମାୟଣ, ଲକ୍ଷ୍ମୀପୁରାଣ, ଅଚ୍ୟୁତାନନ୍ଦଙ୍କର ମାଳିକା ସାହିତ୍ୟ, ଯାହାକି 500-600 ବର୍ଷରେ ସୃଷ୍ଟି ହୋଇଥିଲା, ତା ଅନବଦ୍ୟ ସୃଷ୍ଟି। ସେହି ସମୟରେ ଆମର ପଡ଼ୋଶୀ ରାଜ୍ୟରେ ତାଙ୍କ ଭାଷାରେ ଏପରି ସାହିତ୍ୟ ସୃଷ୍ଟି ହୋଇନାହିଁ। ମୁଁ ମୋର ବୃତ୍ତିଗତ ଜୀବନରେ ଆସାମରେ 3.5 ବର୍ଷ କଟାଇଥିଲି। ସେଠି ଜାଣିବାକୁ ପାଇଲି ଯେ ତାଙ୍କର ଶଙ୍କରଦେବଙ୍କ ସହିତ ଆମର ଜଗନ୍ନାଥ ଦାସ ତୁଳନା କରାଯାଇପାରେ। ସିଏ ମଧ୍ୟ ବୈଷ୍ଣବ ପ୍ରଚାର କରିଥିଲେ। ଶଙ୍କରଦେବ ଓଡ଼ିଶା ଆସି ଜଗନ୍ନାଥ ଦାସଙ୍କ ସହିତ ମିଶି ସେ ସେଠି ରଚନା କଲେ ତାଙ୍କ ଭାଷାରେ ମଧ୍ୟ ଭାଗବତ। ଆମର ଜଗନ୍ନାଥ ଦାସ ଯେଉଁ ଆମର ସୃଷ୍ଟି କରିଥିଲେ ଭାଗବତ ଟୁଙ୍ଗି, ତାର ପ୍ରଭାବରେ ପ୍ରଭାବିତ ହୋଇ ଶଙ୍କରଦେବ ସେଠି ପ୍ରତିଷ୍ଠା କଲେ ନାମଘର। ହୁଏତ ନାମଘର ତାଙ୍କର ଆଜି ପୁରା ଦମରେ କାମ କଲାବେଳେ ଆମର ଭାଗବତ ଟୁଙ୍ଗି ଆଜି ଲୁପ୍ତ ପାଇଯାଇଛି। ଆମରିଠୁ ଶିଖି ସେମାନେ ଆମ ଅପେକ୍ଷା ଆଗରେ ରହିଗଲେ, ଆମେ କିନ୍ତୁ ପଛରେ ରହିଗଲୁ। ଓଡ଼ିଆ ଭାଷା ପାଇଛି ଶାସ୍ତ୍ରୀୟ ସମ୍ମାନ କାହା ଯୋଗୁଁ? ସେଇ ପୁରୁଣା ଶାରଳା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦଙ୍କ ଯୋଗୁଁ ଓଡ଼ିଆ ଭାଷା ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଛି। ଯେଉଁମାନେ ଏକଥା କହୁଥିଲେ ଯେ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ, ସେମାନଙ୍କର ସାହିତ୍ୟ କିନ୍ତୁ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇପାରି ନାହିଁ। ଦୁଃଖର କଥା, ସମୟକ୍ରମେ ସେ ଯେଉଁ ପୂର୍ବର କଳିଙ୍ଗ ବା ଓଡ଼ିଶା ଖଣ୍ଡ ବିଖଣ୍ଡିତ ହୋଇଗଲା। ତାର କାରଣ ବିଦେଶୀମାନେ ଓ ଏଇ ପ୍ରଦେଶୀମାନେ ଆସି ଆମ ଓଡ଼ିଶାକୁ ଅଧିକାର କଲେ, ତାକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ରାଜ୍ୟରେ ମିଶାଇ ଦେଲେ। ଯେହେତୁ ଆମର ଅଙ୍ଗଚ୍ଛେଦନ ହେଲା, ଆମର ଶିକ୍ଷା, ସାହିତ୍ୟ, ସଂସ୍କୃତି, ଭାଷାର ବିକାଶ ପାଇଁ ସେମାନେ କିଛି ଲାଗିଲେ ନାହିଁ, କିମ୍ବା ଆର୍ଥିକ ବିକାଶ ପାଇଁ କିଛି ଲାଗିଲେ ନାହିଁ। ତାଙ୍କ ରାଜ୍ୟର କଥା ସେ ବୁଝିଲେ, ତେଣୁ ଆମେ ପଛେଇ ଗଲୁ। ସୌଭାଗ୍ୟର କଥା, ଆବିର୍ଭାବ ହେଲା ମଧୁବାବୁଙ୍କର। ମଧୁବାବୁଙ୍କର ଉଦ୍ୟମ ଫଳରେ, ଉତ୍କଳ ସମ୍ମିଳନୀ ମାଧ୍ୟମରେ ଆମେ ଲଢ଼େଇ କରି 1936 ମସିହାରେ ଆମେ ଏକ ସ୍ୱତନ୍ତ୍ର ରାଜ୍ୟ ପାଇଲୁ। ଓଡ଼ିଶା ରାଜ୍ୟ ହେଉଛି ଭାରତ ବର୍ଷର ପ୍ରଥମ ରାଜ୍ୟ ଯାହାକି ଭାଷା ଭିତ୍ତିରେ ଗଠନ ହୋଇଥିଲା। ସେଇଦିନ ଆମେ ଆଶା କଲୁ ଯେ ଏଥର ଆମର ଦୁର୍ଭାଗ୍ୟ ଗଲା, ଆମ ରାଜ୍ୟ ଆମେ ଫେରିପାରୁ, ଯଦିଓ ବିଖଣ୍ଡିତ ଭାବରେ ଫେରିପାରୁ, ତଥାପି ଆମେ ଏଥର ଆମର ଯେତେ ସବୁ ରିସୋର୍ସ ଅଛି ତାକୁ ଆମେ ଉପଯୋଗ କରି ଆମେ ଆଗେଇ ଚାଲିବା, ଆମର ପୂର୍ବ ଗୌରବ ଫେରି ଆସିବା। ତାପରେ 1 ଦଶନ୍ଧି ପରେ ଦେଶ ସ୍ୱାଧୀନ ହେଲା। ଦେଶ ସ୍ୱାଧୀନ ହେଲା ପରେ ମଧ୍ୟ ଆମର ଆଶା ଆହୁରି ଉଜ୍ଜୀବିତ ହେଲା ଯେ ଆମେ ଏଥର ଆମର ପୂର୍ବ ଫେରିବା, ଆମ ରାଜ୍ୟକୁ ଭଲ କରି ଗଢ଼ିବା, ଆମ ରାଜ୍ୟରେ ଦାରିଦ୍ର୍ୟ ରହିବ ନାହିଁ, ଆମ ଭାଷା ଆହୁରି ଉନ୍ନତ ହେବ, ଆମେ ମୁଣ୍ଡ ଟେକି ଉପରକୁ ଚାଲିବା। 1947 ମସିହାରେ ଓଡ଼ିଶା ରାଜ୍ୟ ବିଧାନସଭାରେ ଦାବି କରାଗଲା ଯେ ଓଡ଼ିଆ ଭାଷାକୁ ସ୍ୱାଧୀନ
ଗଣତନ୍ତ୍ର ପ୍ରଦେଶରେ ରାଜଭାଷା କରାଯାଉ, ସରକାରୀ ଭାଷା କରାଯାଉ, ତାହା 1954 ମସିହାରେ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ ଯେଉଁ ମନ୍ତ୍ରିମଣ୍ଡଳ ଗଠନ ହେଲା ତାହା ସାକାର ହେଲା। ନବକୃଷ୍ଣ ଚୌଧୁରୀ ଓଡ଼ିଆ ଭାଷାକୁ ସରକାରୀ ଭାଷା ପାଇଁ ଆଇନ ପ୍ରଣୟନ କଲେ। କିନ୍ତୁ ଦୁଃଖର କଥା, ତାପରେ ସରକାର ଆସିଲେ ସେହି ଭାଷା ଆଇନକୁ କାର୍ଯ୍ୟକାରୀ କଲେ ନାହିଁ। ଯଦିଓ ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ କିଛି ଚେଷ୍ଟା କରିଥିଲେ, କିନ୍ତୁ ସେ ଉଦ୍ୟମ ସଫଳ ହେଲା ନାହିଁ। ଓଡ଼ିଆ ଭାଷା ସରକାରୀ ଭାଷା ହେଲା ନାହିଁ। ଆମେ ସେଇ ଇଂରାଜୀ ଭାଷାରେ ଆମର ଶାସନ ଚାଲିଲା। ଆମ ଦେଶର 98% ଲୋକ ଓଡ଼ିଆ ଜାଣନ୍ତି, 2% ଲୋକ କେବଳ ଇଂରାଜୀ ଜାଣନ୍ତି, କିନ୍ତୁ ସେଇ ଭାଷାରେ ଶାସନ ହେଲା। ସେହି ଶାସନର ଯେଉଁ ସୁଫଳ ଆମ ଲୋକ ପାଇପାରିଲେ ନାହିଁ। କାହିଁକି? ତାଙ୍କ ଭାଷାରେ ଶାସନ ଚଳୁନି, ତାଙ୍କ ଭାଷାରେ ସେ କୃଷି ବିଷୟରେ ଜାଣିଲେ ନାହିଁ, ତାଙ୍କ ଭାଷାରେ ସେ କୋର୍ଟ କଚେରୀ ଜାଣିଲେ ନାହିଁ, ତାଙ୍କ ଭାଷାରେ ସେ ବିକାଶର ମନ୍ତ୍ର ଜାଣିଲେ ନାହିଁ। ତେଣୁ ଆରମ୍ଭ ହେଲା ଭାଷା ଆନ୍ଦୋଳନ ତରଫରୁ ଆରମ୍ଭ ହେଲା କଳା ପତାକା ଅଭିଯାନ। ଦାବି କରିଲା ସରକାରଙ୍କ ପାଖରେ ଯେ ଓଡ଼ିଆ ଭାଷାକୁ ସରକାରୀ ଭାଷା କର। 1954 ମସିହାରେ ହୋଇଥିବା ଆଇନକୁ ତା'ର ନିୟମ ପ୍ରଣୟନ କର, ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ପାଇଁ ଦାବି ହେଲା। ସେହି ଦାବିର କିଛି ଅଂଶ ମାତ୍ର ସରକାର ଗ୍ରହଣ କଲେ, କିନ୍ତୁ ପୂର୍ଣ୍ଣ ଭାବରେ ଗ୍ରହଣ କରିନାହାନ୍ତି। ନା ପୂର୍ଣ୍ଣ ଭାବରେ ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ମାନ୍ୟତା ଦେଇନାହାନ୍ତି, ନା ସେହି ଅନୁଯାୟୀ କାର୍ଯ୍ୟ କରନ୍ତି। ତା'ର ବହୁ ଯାହା କରାଯାଇଛି ତା'ର ବହୁ ଦିଗ ଅଛି, ଯାହାକି ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ଦିଗରେ, ପ୍ରକୃତ କାର୍ଯ୍ୟ କରିବା ଦିଗରେ କାର୍ଯ୍ୟକାରୀ ହେଉନି, ବାଧକ ଅଛି। ତେଣୁ କଳା ପତାକା ଅଭିଯାନ ଆମର ବର୍ତ୍ତମାନ ଚାଲିଛି। କିନ୍ତୁ ମୋର ଗୋଟେ କହିବା କଥା ହେଲା ଯେ ଇଏ ହେଉଛି ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ର ବା ପ୍ରଦେଶ। ଆମରି ଭୋଟରେ ଯେଉଁମାନେ ନିର୍ବାଚିତ ହେଉଛନ୍ତି, ସେ ୱାର୍ଡ଼ ମେମ୍ବରଠୁ ଆରମ୍ଭ କରି ସରପଞ୍ଚ କୁହନ୍ତୁ, ବିଧାୟକ କୁହନ୍ତୁ, କିମ୍ବା ଲୋକସଭା ସଦସ୍ୟ କୁହନ୍ତୁ, ଆମରି ଭୋଟ ପାଇ ନିର୍ବାଚିତ ହେଉଛନ୍ତି, ଆମ ପାଇଁ ଶାସନ କରୁଛନ୍ତି। ଯଦି ଆମ ଭୋଟ ଉପରେ ସେମାନେ ନିର୍ଭର କରୁଛନ୍ତି, ଯଦି ସେ ଆମ କଥା ଶୁଣୁନାହାନ୍ତି, ଆମର ବିକାଶ ପାଇଁ ଲାଗୁନାହାନ୍ତି, ସେଥିପାଇଁ ଆମର ଅଧିକାର ଅଛି ଯେ ତାଙ୍କୁ ଚେତେଇ ଦେବା, ତାଙ୍କୁ କହିଦେବା ଯେ ତମେ ଆମ କଥା ନ ଶୁଣିଲେ, ଆମ ଭାଷା ପ୍ରତି ଉଦାର ନହେଲେ, ଭାଷାକୁ ସମ୍ମାନ ନଦେଲେ, ଭାଷାକୁ ସରକାରୀ ଭାଷା ନ କଲେ ଆମେ ତୁମକୁ ଭୋଟ ଦେବୁନି। ଏଇ ସବୁ ରାଜନୈତିକ ଦଳ ଗୋଟିଏ ନୁହଁ, ସେମାନେ ହେଉଛନ୍ତି ଭୋଟ ଭିକାରୀ। ଭୋଟ କେମିତି ପାଇବେ ସେ ଚେଷ୍ଟା। ଦେଶ ରାଜ୍ୟର ବିକାଶ ପାଇଁ ତାଙ୍କର ସେତେ ମନ ନାହିଁ। ତାଙ୍କର ମନ ହେଉଛି କି କଳେ ବଳେ କୌଶଳେ ବିଭିନ୍ନ ଛଳନା କରି ବିଭିନ୍ନ ଭୁଲ ବାଟକୁ ନେଇକରି କେମିତି ଭୋଟ ପାଇବେ, ଭୋଟ ପାଇ ଶାସନ ରହିବେ, ସେ ନିଜେ ଉପଭୋଗ କରିବେ। ତେଣୁ ଦେଶବାସୀ ପଛେ ଯୁଆଡ଼େ ଯାଆନ୍ତୁ। ତେଣୁ ଏଇ ଯେଉଁ ଭାଷା ଆମର ସରକାରୀ ଭାଷା ହୋଇପାରିନି, ତାକୁ ସରକାରମାନଙ୍କୁ ଯଦି ଦାୟୀ କରିବା, ଆମେ ମଧ୍ୟ ସମପରିମାଣରେ ଦାୟୀ ବୋଲି ମୁଁ କହିବି। ଆମର ବୁଦ୍ଧିଜୀବୀମାନେ, ଆମର ପଣ୍ଡିତମାନେ, ଆମର ଶିକ୍ଷିତ ଲୋକମାନେ ମଧ୍ୟ ଉଦାସୀନ। ମୁଁ କେତେକ ଆମର ଯେଉଁ ହୀନମନ୍ୟତା ଏପର୍ଯ୍ୟନ୍ତ ଯାଇନାହିଁ। ମୋର କେତେକ ଯେଉଁ ପ୍ରକୃତ କ୍ଷେତ୍ରରୁ ସଂଗ୍ରହ କରିଥିବା କେତେକ ଉଦାହରଣ ଏଠି ମୁଁ ଦେବାକୁ ଚାହୁଁଛି। ଏବେ ଏଇ 2-3 ବର୍ଷ ତଳେ ରାଜଧାନୀରେ ଗୋଟେ ସଭା ହେଉଥିଲା, ସାମାଜିକ ସଭା ହେଉଥିଲା। ସେଥିରେ ବିଭିନ୍ନ ବକ୍ତା ଥିଲେ। ଜଣେ ବକ୍ତା ଓଡ଼ିଆ ପାଠ ପଢ଼ିଛନ୍ତି, ଓଡ଼ିଆ ମିଡ଼ିୟମ୍ ପାଠ ପଢ଼ିଛନ୍ତି। ସେ ଯାଇ ଦିଲ୍ଲୀରେ କୌଣସି ଏକ ସଂସ୍ଥାର ଅଛନ୍ତି, ତାଙ୍କୁ ମଧ୍ୟ ଡକାଯାଇଥିଲା। ସିଏ ଯେତେବେଳେ ଭାଷଣ ଦେବାକୁ ବାହାରିଲେ, କହିଲେ ମୁଁ ଯେହେତୁ 4-5 ବର୍ଷ ହେଲା ଓଡ଼ିଶା ଛାଡ଼ି ଆସି ଦିଲ୍ଲୀରେ ରହୁଛି, ତେଣୁ ମୁଁ ଓଡ଼ିଆ ଭାଷାରେ ପରିଷ୍କାର କଥା କହିପାରିବି ନାହିଁ, ତେଣୁ ମୁଁ ଇଂରାଜୀରେ କହିବି। ମୁଁ ଆଶ୍ଚର୍ଯ୍ୟ ହେଲି ଯେ ଯେଉଁ ଲୋକ, ଓଡ଼ିଆ ତା'ର ମାତୃଭାଷା, ଓଡ଼ିଆରେ ପାଠ ପଢ଼ିଛି, ତାପରେ ସେ 4-5 ବର୍ଷ ଯଦି ଦିଲ୍ଲୀରେ ରହିଯିବ, ତା'ର ଓଡ଼ିଆ ମାତୃଭାଷା ଭୁଲିଯିବ ସେ। କିନ୍ତୁ ପ୍ରକୃତ ସେ ଛଳନା କରୁଥିଲେ। ସିଏ ତାଙ୍କର ଏତେ ହୀନମନ୍ୟତା, ଭାଷା ପ୍ରତି ହୀନମନ୍ୟତା ତାଙ୍କର ଯାଇନି, ତାଙ୍କର ଆତ୍ମବିଶ୍ୱାସ ନାହିଁ। ସିଏ ବୋଧେ ଭାବିଲେ ମୁଁ ଯଦି ଇଂରାଜୀରେ କହିବି, ମୋତେ ଏଠିକାର ଲୋକ ବହୁତ ପ୍ରଶଂସା କରିବେ, ବଡ଼ ପଣ୍ଡିତ ବୋଲି ଭାବିବେ। କିନ୍ତୁ ଦୁଃଖର କଥା ଏଇ ଗୋଟିଏ ଏକ୍ଜାମ୍ପଲ୍। ଆଉ ଯୋଉଟିଏ ଉଦାହରଣ ଦେବି। ଗୋଟିଏ ଉଦାହରଣ ହେଲା ଆମର ଲଳିତ ମାନସିଂ, ଯିଏକି ବିଦେଶ ସେବା ପାଇଥିଲେ। ସେ ଅଧିକ ତାଙ୍କର ବୃତ୍ତିଗତ ଜୀବନରେ ସେ ଅଧିକାଂଶ ସମୟରେ ଭାରତ ବାହାରେ ବିଭିନ୍ନ ରାଜ୍ୟର ରାଷ୍ଟ୍ରଦୂତ ଥିଲେ। ଶେଷ ଜୀବନରେ ସେ ଆସି
ଭାରତବର୍ଷର ବିଦେଶ ସଚିବ ହେଲେ। ସେ ଏଇ 2 ବର୍ଷ ତଳେ ଭୁବନେଶ୍ୱର ଆସିଥିଲେ। ସଂସ୍କୃତି ଭବନରେ ଓଡ଼ିଆ ସଂସ୍କୃତି ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା। ସେ ତାଙ୍କୁ ବକ୍ତାକୁ ଡାକିଥିଲେ। ସିଏ ଓଡ଼ିଆରେ ଏତେ ପ୍ରାଞ୍ଜଳ ଭାବରେ ଓଡ଼ିଶାର ସଂସ୍କାର ସଂସ୍କୃତି କୋଣାର୍କ ମନ୍ଦିରଠୁ ଆରମ୍ଭ କରି ଯାହା କହିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଯେଉଁ ଲୋକ ଜୀବନ ସାରା ବାହାରେ ବୁଲିଛି, ବାହାର ଦେଶରେ ରହିଛି, ବାହାର ସଂସ୍କୃତିରେ ବେଶୀ ଆତଜାତ ହେଇଛି, ସେଇ ଲୋକ ଯେ ଓଡ଼ିଆ ଭାଷାରେ ଓଡ଼ିଆ ସଂସ୍କୃତି କଥା ଯେପରି କହିଲେ ତାହା ସମସ୍ତଙ୍କୁ ଆଚମ୍ବିତ କରିଥିଲା। ଯଦି ଲଳିତ ମାନସିଂହ ଏହା କରିପାରିଲେ, ସେ ଯେଉଁ ଭଦ୍ରଲୋକ କହୁଥିଲେ ସେ କାହିଁ କରିପାରିବେନି? ଯେଉଁମାନେ ଦିଲ୍ଲୀରେ ରହୁଛନ୍ତି ସେ କାହିଁ ଓଡ଼ିଆ ଭାଷା ବିଷୟରେ ଭାଷଣ ଦେଇପାରିବେନି, କହିବେ ଓଡ଼ିଆ ଭାଷାକୁ ଭଲ ପାଇପାରିବେନି। ଆଉ ଗୋଟିଏ ଏକ୍ଜାମ୍ପଲ୍ ମୁଁ ଟିକେ ଦେଉଛି। ଆପଣ ଜାଣିଥିବେ ରାଜେନ୍ଦ୍ର ନାରାୟଣ ଦାସ ଜର୍ମାନ ରହୁଛନ୍ତି। ସେ 1960 ମସିହାରେ ଓଡ଼ିଶା ଛାଡ଼ି ଜର୍ମାନୀ ଗଲେ। ସେଠି ଜର୍ମାନ ଭାଷା ଶିକ୍ଷା କଲେ। ଜର୍ମାନୀ ଭାଷା ମାଧ୍ୟମରେ ସେଠି ସେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କଲେ। ଜଣେ ବଡ଼ ଇଞ୍ଜିନିୟର ହେଲେ। ସେ ସାରା ବିଶ୍ୱରେ ବୁଲୁଛନ୍ତି ବିଭିନ୍ନ କାମରେ। କିନ୍ତୁ 1960 ମସିହାରେ ଯାଇଥିଲେ ମଧ୍ୟ ସେ ଜର୍ମାନୀରେ ରହୁଥିଲେ ମଧ୍ୟ ମଝିରେ ମଝିରେ ଓଡ଼ିଶା ଆସୁଛନ୍ତି। ଓଡ଼ିଶା ବିଷୟରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି କଲଚର ବିଷୟରେ ସେ ପୁରା ସାରି ସେତିକି ନୁହେଁ। ଆପଣମାନେ ସମ୍ବାଦପତ୍ର ଦେଖୁଥିବେ, ସେ ବରାବର ପ୍ରତି ସପ୍ତାହରେ କରି ଗୋଟେ ଲେଖା ଲେଖା ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକାରେ ଓଡ଼ିଆ ଭାଷାରେ ଅତି ପ୍ରାଞ୍ଜଳ ଭାଷାରେ ଓଡ଼ିଶାର ସମସ୍ୟାକୁ କ'ଣ ତା'ର ସମାଧାନ ନେଉଛନ୍ତି। ଯଦି ସେମାନେ କରିପାରିଲେ ଆମେ କାହିଁ କରିବା ନାହିଁ? ଆମର କାହିଁ ସେ ଯେଉଁ ହୀନମନ୍ୟ ରହିବ? ଆମେ ଆମ ଭାଷା ପ୍ରତି କାହିଁ ଆମର ଯେଉଁ ବୁଦ୍ଧିଜୀବୀ ଅଛନ୍ତି ସେମାନେ କାହିଁ ଓଡ଼ିଆ ଭାଷା ପ୍ରତି ସେମାନେ ଅନାଦର କରିବେ? ଆପଣମାନେ ଦେଖିଥିବେ ଯେ ମୁଁ ନିଜେ ମଧ୍ୟ ଦେଖିଛି, ଆମ ଲୋକ ଯେତେବେଳେ ରେଳଯାତ୍ରା କରୁଛି ସେ ଜଳେଶ୍ୱର ଷ୍ଟେସନ ପରେ ଓଡ଼ିଆରେ କହୁନି, ସେ ଅନ୍ୟ ଭାଷାରେ କହୁଛି। ତା ନିଜ ମଧ୍ୟ ଭାଷା ଅନ୍ୟ ଭାଷାରେ କହୁଛି। ଆଠାରୁ ହୀନମନ୍ୟତା ଆଉ କେଉଁଠି ଥାଇପାରେ କି? ଯଦି ଆମେ ଓଡ଼ିଆମାନେ ଏତେ ସଂସ୍କୃତି, ଏତେ ପରମ୍ପରା, ଏତେ ଉଚ୍ଚ ସାହିତ୍ୟ, ଏତେ ଉଚ୍ଚ କଳା ସଂସ୍କୃତି ଥାଇ ଯଦି ଆମେ ନିଜ ଭାଷାକୁ ଆମେ ନିଜେ ସମ୍ମାନ ଦେବା, ଆମକୁ ସମ୍ମାନ କିଏ ଦେବ? ଆମ ଖାଦ୍ୟ ଦେଖନ୍ତୁ, ଆମର ଯେଉଁ ଖାଦ୍ୟ ମନ୍ଦିରରେ ତିଆରି ହେଉଛି, ଯେଉଁ ପ୍ରସାଦ ଶ୍ରୀମନ୍ଦିରରେ, ସିଏ ହେଉଛି ବିଶ୍ୱର ସବୁଠାରୁ ବଡ଼ ରେଷ୍ଟୁରାଣ୍ଟ କୁହାଯାଉଛି ବିଶ୍ୱରେ। ସେ ଯେଉଁ ଖାଦ୍ୟ ଯେଉଁ ପ୍ରଣାଳୀରେ ତିଆରି ହେଉଛି, ତା'ର ଯେଉଁ ଖାଦ୍ୟ ସାର ଅଛି, ତା'ର ଯେଉଁ ଅଛି, ତାହା ଅନ୍ୟ ବିଶ୍ୱର କୌଣସି ଖାଦ୍ୟ ନାହିଁ। ମୁଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ବୁଲିଛି, ବିଭିନ୍ନ ବଡ଼ ବଡ଼ ହୋଟେଲରେ ଖାଇଛି। ନିଶ୍ଚିତ ଭାବରେ ସେ ଖାଦ୍ୟ ଉଚ୍ଚମାନର ଖାଦ୍ୟ, କିନ୍ତୁ ସେ ଉଚ୍ଚମାନର ଖାଦ୍ୟ ତୁଳନାରେ ଆମର ମନ୍ଦିରରେ ଯେଉଁ ପ୍ରସାଦ ପ୍ରସ୍ତୁତ ହେଉଛି ତାହା ସବୁ ଦୃଷ୍ଟିରୁ, ସାତ୍ତ୍ୱିକ ଦୃଷ୍ଟିରୁ, ଖାଦ୍ୟସାର ଦୃଷ୍ଟିରୁ ଖୁବ୍ ଉନ୍ନତ ତା ତୁଳନାରେ। କିନ୍ତୁ ଆମେ ତାକୁ ଖାତିର କରୁନୁ, ଆମେ ସେସବୁ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଛୁ। ମୁଁ ଏଇଠି ଆଉ ଗୋଟିଏ ଉଦାହରଣ ଦେବାକୁ ଚାହୁଁଛି ଯେ ମୁଁ ଆସାମରେ 3.5 ବର୍ଷ ମୋ ବୃତ୍ତିଗତ ଜୀବନ କଟାଇଥିଲି। ମୋ ଘରକୁ ଅସମିଆ ଅଫିସରମାନେ ଆସନ୍ତି, ଅନ୍ୟ ଅଫିସରମାନେ ଆସନ୍ତି, ଘରେ କଥାବାର୍ତ୍ତା ହେଉ ଟିକେ। ମୁଁ ଟିକେ ସାମାଜିକ ସମ୍ପର୍କ ରଖିଲି, ମୋ ଘରକୁ ବେଶୀ ଲୋକ ଆସନ୍ତି। ସେମାନେ ସବୁ ଆସିଲେ, ତାଙ୍କୁ ଜଳଖିଆ ଦେବା ପାଇଁ ମୋ ପତ୍ନୀ ଚକୁଳି ପିଠା, ସନ୍ତୁଳା, ଘାଣ୍ଟ ତରକାରୀ ଇତ୍ୟାଦି ପରିବେଷଣ କରନ୍ତି। କାହିଁ ମୋତେ ସେତେ ଲାଜ ମଲାଣି ଯେ ଓଡ଼ିଆ ଖାଦ୍ୟ ଭଲ ଖାଦ୍ୟ ନା, ମୁଁ ତାଙ୍କୁ ଦେବିନି। ମୁଁ ସେ ବରା ପିଆଜି କିମ୍ବା ସେ ଯେଉଁ ତାଙ୍କୁ ଆଣି ଦେବି କି ତାଙ୍କ ଦେବି ଆଣିକି, ସେମାନେ ଖାଆନ୍ତି, ଖୁସିରେ ଯାଆନ୍ତି। ମୁଁ ଆସାମ 3 ଦଶନ୍ଧି ତଳେ ଛାଡ଼ିଛି। ଆଜି ଯେତେବେଳେ ମୋର ରାସ୍ତାଘାଟରେ ବଜାର ଘାଟରେ ମୋର ଓଡ଼ିଆ ଅଫିସରମାନେ ଯେଉଁମାନେ ଆସାମରେ ଥିଲେ ସେ ଦେଖାଯାଆନ୍ତି, ସେ ମୋତେ କହନ୍ତି, ସାର୍ ଆପଣ ଯୋଗୁଁ ଆମେ ଆସାମରେ ବଡ଼ ସମ୍ମାନିତ। କାହିଁ, କ'ଣ ଘଟଣା କ'ଣ ନା, ଆପଣ ସେମାନଙ୍କୁ ଯେଉଁ ଚକୁଳି ପିଠା କହୁଥିଲେ, ଏ ଯେଉଁ ଘାଣ୍ଟ ତରକାରୀ କହୁଥିଲେ, ସନ୍ତୁଳା କହୁଥିଲେ, ଏଇ ଯେଉଁ ଖାଦ୍ୟ ସବୁ ଡାଲମା କହୁଥିଲେ, ସେଗୁଡ଼ା ସବୁ ସେମାନେ ଖାଉଥିଲେ। ସେମାନେ ଆମକୁ, ଆମ ଜାତିକି ବହୁତ ପ୍ରୋତ୍ସାହନ କରୁଛନ୍ତି। ଆଉ ସିଏ କହନ୍ତି, ଆପଣଙ୍କର ଓଡ଼ିଶାର ଖୁଣ୍ଟିଆ ସାହେବ DDO ଥିଲେ, ସେ ଆମକୁ ସବୁ କହିଥିଲେ, କାରେ ବଢ଼ିଆ ଖାଦ୍ୟ ଆପଣମାନଙ୍କର। କହିଲେ ଦେଖି, ଯଦି ସେଇମାନେ, ମୁଁ ଏଇଟା ନିଛକ ସତ କଥା, କିମ୍ବା କ'ଣ ଏଇଟା ମନଗଢ଼ା କଥା ନୁହଁ, ଯଦି ହେଇପାରିଲା ତାହେଲେ ଆମ ଖାଦ୍ୟକୁ ମଧ୍ୟ ଆମେ ଅଧିକାଂଶ ସମୟରେ ନିନୁ ଭାବୁଛୁ। ଏଇଟା ହୀନମନ୍ୟତାର ଗୋଟିଏ କାରଣ। ଆଉ ଗୋଟେ କଥା ଏଠି ମୁଁ କହୁଛି, ମୁଁ ଆସାମରେ ଥିଲା ଦେଖିଲି ଯେ ତାଙ୍କର ଶଙ୍କର, ଆମର ଜଗନ୍ନାଥ ଦାସ ଯେମିତି ତାଙ୍କର ଶଙ୍କର ମଧ୍ୟ ସେମିତି, ଶଙ୍କରଦେବ ସେମିତି।
କିନ୍ତୁ ସେଇ ଶଙ୍କରଦେବ ଓଡ଼ିଶା ଆସି ଜଗନ୍ନାଥଙ୍କ ଆଶ୍ରମ ସାଙ୍ଗରେ କଟେଇକି ସେ ତାଙ୍କ ସାଙ୍ଗରେ ବୁଲି ସିଏ ପ୍ରଭାବିତ ହୋଇ ସିଏ ଅସମିଆ ଭାଷାରେ ଭାଗବତ ରଚନା କଲେ। ସେ ସମୟ ଦେଇ ଆମର ସିଏ କ'ଣ କଲେ ନା ନାମଘର ପ୍ରତିଷ୍ଠା କଲେ। ଆମର ଭାଗବତୀ ଟୁଙ୍ଗି ଢାଞ୍ଚାରେ କଲେ। କିନ୍ତୁ ଆମ ଭାଗବତ ଟୁଙ୍ଗି ଆଜି ନିଶ୍ଚିହ୍ନ ହୋଇଯାଇଛି, ତା'ର ସତ୍ତା ମିଳୁନି। କିନ୍ତୁ ଆସାମରେ ଆଜି ଶଙ୍କରଦେବଙ୍କ ପ୍ରତିଷ୍ଠିତ ନାମଘର, ଯିଏକି ଆମର ଭାଗବତ ସାଙ୍ଗରେ ସମାନ, ଆଜି ପ୍ରବଳ ବେଗରେ ତା'ର ସମାଜକୁ ପ୍ରଭାବିତ କରୁଛି। କରୁଛି ଆମର ଥାଇ ଆମେ କରିପାରିଲୁନୁ। ଆମଠୁ ଶିଖି ଲୋକ ତାଙ୍କର ସଂସ୍କୃତି ପରମ୍ପରାକୁ ବଡ଼ କରିପାରିଲେ। ତେଣୁ ଆମେ କେବଳ ସରକାରଙ୍କୁ ଦୋଷ ଦେଲେ ହେବ ନାହିଁ। ଆମ୍ଭେମାନେ ଯେଉଁମାନେ ସବୁ ଅଛୁ, ସେ ଯେଉଁ ନାଗରିକମାନେ, ବୁଦ୍ଧିଜୀବୀମାନେ, ଆମେ ମଧ୍ୟ ପ୍ରେସର ପକାଇବା ଉଚିତ। ଆମର ଆତ୍ମବିଶ୍ୱାସ ହେବା ଉଚିତ ଯେ ଆମ ଭାଷା ସମୃଦ୍ଧ ଭାଷା, ଆମ ଖାଦ୍ୟ ସମୃଦ୍ଧ ଖାଦ୍ୟ, ଆମର ସଂସ୍କୃତି ପରମ୍ପରା ଉଚ୍ଚମାନର, ଆମ ଭାଷା ଉଚ୍ଚମାନର। ତେଣୁ ଆମ ଭାଷାକୁ ପ୍ରାଧାନ୍ୟ ଦିଆଯିବା ଉଚିତ। ଲୋକେ କହୁଛନ୍ତି ଯେ ଆଜିକାଲି ବିଜ୍ଞାନ ଯୁଗରେ ଯଦି ଆପଣ ଇଂରାଜୀ ନ କରି ନିଜ ମାତୃଭାଷା ମାଧ୍ୟମରେ ପଢ଼ିବେ ତାହେଲେ ଆମେ ବିକାଶ କରିପାରିବା ନାହିଁ କିମ୍ବା ଆମର ଗବେଷଣା ଆଗେଇ ପାରିବ ନାହିଁ। କିନ୍ତୁ ଏଇଟା ଛଳନା। ଆପଣ ଯାଆନ୍ତୁ ଜାପାନ, ଆପଣ ଯାଆନ୍ତୁ ଚୀନ ମୁଁ ମଧ୍ୟ ଯାଇଥିଲି। ତାଙ୍କ ଭାଷାରେ ସେମାନେ ପଢ଼ୁଛନ୍ତି, ତାଙ୍କ ଭାଷାରେ ଗବେଷଣା କରୁଛନ୍ତି। ଗବେଷଣା କରି ଚୀନ ଆଜି ସାରା ବିଶ୍ୱ ଉପରେ ବିଜ୍ଞାନ କୁହନ୍ତୁ, ବୈଷୟିକ ଜ୍ଞାନ କୁହନ୍ତୁ, କିପରି ଉନ୍ନତ ରାଷ୍ଟ୍ର ହେଇଛି, ତାଙ୍କ ନିଜ ମାତୃଭାଷା ଯୋଗୁଁ ସମ୍ଭବ ହେଇଛି। ମାତୃଭାଷା ନ କଲେ ହେଇପାରିବ ନାହିଁ। ଆପଣ ଜର୍ମାନୀ ତା'ର ମାତୃଭାଷାରେ ପାଠ ପଢ଼ିତେ ତାପରେ ଇଂରାଜୀ ଆଣୁ। ସ୍ପେନ୍ ସେୟା କରିଛି, ସବୁ ରାଷ୍ଟ୍ର ସେୟା କରିଛନ୍ତି। ତାଙ୍କ ମାତୃଭାଷାରେ ପ୍ରଥମେ ପଢ଼ିଛନ୍ତି, ତାପରେ ଇଂରାଜୀ ଆନ୍ତର୍ଜାତିକ ଭାଷାକୁ ଆସିଛନ୍ତି। ଏକ ସର୍ଭେ କରାଯାଇଥିଲା, ଯେଉଁମାନେ ହାଇସ୍କୁଲ ପର୍ଯ୍ୟନ୍ତ ନିଜ ମାତୃଭାଷାରେ ପାଠ ପଢ଼ିଥିବେ, ତାପରେ ଅନ୍ୟ ବିଦେଶୀ ଭାଷା ପଢ଼ିବେ, ସିଏ ବଡ଼ ହେଲା ପରେ ତାଙ୍କର ବୌଦ୍ଧିକ ଶକ୍ତି ଅଧିକ ହୁଏ ଏବଂ ଯେଉଁ ବୈଦେଶିକ ଭାଷା ପଢ଼ିଥିବେ ସେ ଭାଷାରେ ମଧ୍ୟ ଯେଉଁମାନେ ମୂଳରୁ ନିଜର ମାତୃଭାଷା ନଥାଇ ଜଣେ ମୂଳରୁ ବୈଦେଶିକ ଭାଷା ପଢ଼ିଛନ୍ତି ତାଙ୍କର ଜ୍ଞାନ ସେତେ ଅଧିକ ହୁଏନି। ମୁଁ ଏଇଠି ଗୋଟେ ଦୁଇଟି ଏକ୍ଜାମ୍ପଲ୍ ମଧ୍ୟ ଦେଉଛି। ଏବେ ଓଡ଼ିଶାର ବହୁ IAS ଅଫିସର କି ବହୁ ବିଜ୍ଞାନୀ ବର୍ତ୍ତମାନ କେନ୍ଦ୍ର ସରକାର ଅଧୀନରେ କାମ କରୁଛନ୍ତି। ସେମାନେ ସାରା ଭାରତ ବର୍ଷରେ ବଡ଼ ଜ୍ଞାନୀ ଗୁଣୀ ଦକ୍ଷତା ବିଷୟରେ ଗ୍ରହଣ। ସେଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟରେ କୁହନ୍ତୁ, ବିଭିନ୍ନ କେନ୍ଦ୍ର ସଚିବାଳୟ କୁହନ୍ତୁ, ଏଇ ମାନେ ଡଜନ କି ହାଫ୍ ଡଜନ ଅଫିସର ଓଡ଼ିଶାର ସେ କାମ କରନ୍ତି। ମୁଁ କାଲି ଜଣେ ପ୍ରାକ୍ତନ IAS ଅଫିସର ଯିଏକି ସେ ସଚିବ ଥିଲେ କେନ୍ଦ୍ର ସରକାର, ତାଙ୍କୁ ପଚାରୁଥିଲି। ସିଏ ମୋତେ କହିଲେ, ଆଜ୍ଞା ସେମାନଙ୍କ ମଧ୍ୟରୁ ଇଭିନ୍ ରିଜନାଲ ଗଭର୍ଣ୍ଣରଠୁ ଆରମ୍ଭ କରି ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମେ ହାଇସ୍କୁଲରେ ଓଡ଼ିଆ ମିଡ଼ିୟମରେ ପାଠ ପଢ଼ି ତାପରେ ଇଂରାଜୀ ମିଡ଼ିୟମକୁ ସିଫ୍ଟ କରିଛନ୍ତି। ଆଉ ସେମାନେ ମଧ୍ୟ ବଡ଼ ଦକ୍ଷ ଅଫିସର ହେଇଛନ୍ତି। ତେଣୁ ଆମର ଯେଉଁ ଧାରଣା ଯେ ଓଡ଼ିଆରେ ମିଡ଼ିୟମରେ ପାଠ ପଢ଼ିଲେ ଗବେଷଣା ହେବନି, ଦକ୍ଷ ଅଫିସର ହେବନି, ଦକ୍ଷ ବିଜ୍ଞାନୀ ହେବନି, ତାହା ଭ୍ରାନ୍ତ ଧାରଣା। ଅନ୍ତତଃ ମାଟ୍ରିକ ପର୍ଯ୍ୟନ୍ତ ଆମେ ଯଦି ଆମ ନିଜ ଭାଷାରେ ପଢ଼ିବା, ତାପରେ ଆମର ଇଂରାଜୀ ଅଧ୍ୟୟନ କିଏ ମନା କରୁନି କରିବା, ତାହେଲେ ଆମର ବୌଦ୍ଧିକ ବିକାଶ ହେବ, ଆମର ଦକ୍ଷତା ବଢ଼ିବ, ଆମେ ଆମ ରାଜ୍ୟକୁ ସମୃଦ୍ଧ କରିପାରିବା। ମୋର କହିବା କଥା ହେଲା, ଆଉ ଗୋଟେ କଥା ହେଲା, ଦେଖନ୍ତୁ ଓଡ଼ିଶା ଗୋଟିଏ ହେଉଛି କୃଷି ପ୍ରଧାନ ରାଜ୍ୟ। ଏଠି 83% ଲୋକ ଗାଁରେ ରହନ୍ତି, ତା ଦେହରୁ 90% ଲୋକ କୃଷି ଆନୁଷଙ୍ଗିକ ବୃତ୍ତିରେ ନିଯୁକ୍ତ ଅଛନ୍ତି। ଓଡ଼ିଶାରେ କୃଷି ବିକାଶ ପାଇଁ ଯେପରି ଉର୍ବର ଜମି ଅଛି, ଜଳସେଚନ ଉତ୍ସ ଅଛି, ଆମର 10ଟି ଆଗ୍ରୋ କ୍ଲାଇମେଟିକ୍ ଜୋନ୍ ଅଛି, ଆମ ଚାଷୀ ବହୁତ ବିଜ୍ଞ। ସେ ସ୍ଥଳରେ ଆଉ ଆମର ଜମାରୁ 2% ଲୋକ ଇଂରାଜୀ ଜାଣନ୍ତି। ଓଡ଼ିଶାରେ 98% ଓଡ଼ିଆ ଭାଷାରେ କଥାବାର୍ତ୍ତା କରନ୍ତି, ତାଙ୍କର ପରମ୍ପରା ଭାଷା ହେଲା ଓଡ଼ିଆ। ସେଇ ରାଜ୍ୟରେ ଯଦି ଆମେ କୃଷି ଯେଉଁ ସମ୍ପ୍ରସାରଣକୁ ଯଦି ଓଡ଼ିଆରେ ନ କରିବା, ତାହେଲେ ସେମାନେ ବୁଝିବେ କ'ଣ? ସେମାନେ ଯେଉଁ ଆଧୁନିକ ଗବେଷଣା ଯେଉଁ ଜ୍ଞାନକୌଶଳ ବାହାରିଛି ତାକୁ ଗ୍ରହଣ କରି ଉପରକୁ ଉଠିପାରିବେ କି? ଓଡ଼ିଶା ଆଜି ମଧ୍ୟ ସବୁଠାରୁ ଦରିଦ୍ର ରାଜ୍ୟ ହେଇଛି। ତା'ର ମୂଳ କାରଣ ହେଉଛି
आमे कृषिर विकास सठिक भाव में करिपारनु। कृषिर सठिक विकास न कर मूल अच्छी कृषक पाखक को ता निज भाषा आधुनिक ज्ञान कौशल पहुँची पारूना ओडिशार कृषि आपण आपण जानी आश्चर्य हेबे कि किए जानी जे धानर वैज्ञानिक नाम होची ओराइजा साटाइभा। ओराइजा सृष्टि होती आम श्रीमंदिर रे आमर आरिसा पिठा ठाकुर को भोग लगी हुए। आरिसा पिठा से चाउल तैयारी ताकू से वैज्ञानिक ओराइजा साटाइभा आपको प्रमाण करछंती आमर ओडिशार विशिष्ट कृषि विज्ञानी डॉक्टर साहू से प्रमाण करछंती जे जे ओराइजा साटाइभा है केवल आमर आरिसा पिठारू एटा सृष्टि होती। डॉक्टर नाम डॉक्टर विश्वनाथ साहू से मतलब प्रमाण करछंती जे धानर ओरिजिन होची आमर जयपुर कोरापुट ताकू सारा विश्व ग्रहण करिछि। सारा कृषि विज्ञानी ग्रहण करछंती। आज मध्य कह जाउछि धानर सृष्टि होती धानर जन्म अंतुड़ीशाला होची आमर कोरापुटर जयपुर। आमर एते ऐतिह्य एते संस्कृति एते परंपरा कृषि विकास आम एते आगुआ थेलु किंतु किंतु आज आमर स्थिति कौन है आमर जो नौवाणिज्य थिला सेही नौवाणिज्य अधिकांश भाग थिला कृषिजात द्रव्य जहाँ आका मा बही जो कहती पान गुआ दे पान गुआ कृषिजात द्रव्य आम सब इंडस्ट्री नाला कृषिजात द्रव्य और कृषि संबंधी शिल्प द्रव्य आम सबू साउथ ईस्ट एशियार विभिन्न राज्य को आमर साधक मैंने जाते केड़े बड़ संस्कृति केते बड़ राष्ट्र केते संस्कृति केते परंपरा केते आमर अभिमान किंतु से अभिमान आज कहीं आज आम कालीमा धरी बुलुचु मथारे जे ओडिशा हूँ सबुठारु गरीब राज्य ये गरीब राज्य। तेणु मोर कहवा कथा आम तार मूल कारण हूँ आम भाषा प्रति आम न्याय देना। जदि कृषि ओडिशार जदिओ 18 भाग हूँ कृषि बर्तमान मिलूँ आय किंतु प्राय 3/4 कृषि पर निर्भर कर वर्षे मोड़ी हो जाऊ वर्षे बन्या हो जाऊ देखिए से वर्ष अर्थनीति भांगी पड़ुची। तेणु कृषि है मूल कथा। तेणु कृषि की यदि विकास हम कृषक भाषा आम ता पाखे पहुँचा पड़ो। ओडिशार कृषि विश्वविद्यालय भारत वर्षर द्वितीय कृषि विश्वविद्यालय किंतु अजी अन्य राज्यर विकास देखंतु आम राज्यर कृषि विकास देखंतु। आमे जदिओ खाली पाउछु पुरस्कार पाउछु कहु से पुरस्कार बोलना से कंपिटिशन आम भितर आमर जो देखिए पर एकर प्रोडक्शन डिफरेंट क्रॉप्स आमे सबुठा कम रे आमर सब पड़िशा राज्य माने बेसी आय करछंती। तार कारण हला आम भाषा आमर चाषी मान पाखरकू आधुनिक ज्ञान कौशल पहुँची पारुना। ओडिशा कृषि वैश्विक विश्वविद्यालय होईची 1962 मसीह आज एत वर्ष बीतीगला द्वितीय कृषि विश्वविद्यालय किंतु यही कृषि विश्वविद्यालय एवं ओडिशार सरकारी कृषि विभाग अनुकूल गोटाए कृषि आपन अभिधान तैयारी होईची कि ओडिशा कृषि हूँ संपद आमर कृषि बंचुचे कृषि जो विभिन्न प्रकार आधुनिक ज्ञान कौशल को लेकरी तार सरल भाषा गोटे गोटे अभिधान तैयारी होईची कि जो अभिधान को कृषि विज्ञानी माने जो माने पाठ पढ़ुछंती से माने जो माने ग्राम स्तर रे काम करछंती ग्राम सेवक माने किबा जो माने गाँ स्तर रे काम करछंती कृषि साथी माने ताकू जदि पढ़ते ताहले जो आधुनिक ज्ञान कौशल को से कृषक पाखे पहुँचे पाते से जो आधुनिक जो रिसर्च गवेषणा है तार जो कथाटा को से अभिधान था से कौन कहते से सार कौन कहती से केमी कहती से पोकटा केमी मर से पोक ना कौन था अभिधान से बुझे पारते। आपड़ कहतु कृषि एक्सटेंशन सर्विस जहाँ कहते संप्रसारण सर्विस जदि संप्रसारण सर्विस जो माने कृषि ग्रेजुएट हूँ कि ग्राम सेवक हूँ कि कृषि साथी हूँ से जदि वैज्ञानिक ज्ञान कौशल आम जो लैबोरेटरी बाहरी ताकू जदि ओडिया भाषा रे चाषी मान पाखे न पहुँचेबे ताकू जदि से जो गोटे खंडित भाषा रे अधा इंग्राजी अधा ओडिया कहे कौ चाषी ताकू बुझीब। तेणु मोर प्रस्ताव हूँ 3टी प्रस्ताव। गोटे प्रस्ताव हूँ ओडिशार
कृषि विश्वविद्यालय और कृषि विभाग मिलित आनुकूल्य गोटाए कृषि अभिधान प्रस्तुत हो आधुनिक ज्ञानकौशल जहाँ इंग्राजी रे गवेषणा होती तार परिभाषा बाहर करा ओडिया रे ताकू पढ़ंतु कृषि ग्रेजुएट माने ताकू पढ़ंतु ग्रामसेवक माने ताकू पढ़ंतु ग्राम साथी माने से माने पढ़ी ताकू हजम करी ताकू बुझिला परे चाषी पाखु जीवे बुझा कही पारे आउ तापरे कृषि ओडिया भाषा रे कृषिर चाष प्रणाली आपण कृषिर धरतु आपणर किपरि किपरि सार प्रयोग करिवो किपरि मेसीन चलेइबो किपरि अमल करिवो किपरि ताकू प्रक्रियाकरण करिवो किपरि ताकू स्टोर करिवो किपरि ताकू बिक्री करिवो ए जो आजिकल बहुत जिनिस लानी गवर्नमेंट इंडिया सब उठिलानी किंतु सबू इंग्राजी भाषा रे कम्युनिकेशन होउची ओडिया भाषा रे नुह तेणु कृषि विश्वविद्यालय आउ आमर कृषि विभाग मिलित आनुकूल्य ओडिया भाषा रे ए सब हैंडबुक तैयारी हो जाकू एक्सटेंशन अफिसर मान इंग्राजी पढ़ुं ताकू से पढ़ी बुझीपारे तापर कौन हम ना ग्राम सेवक मैंने जो मैंने कंटाक्ट कर चाषी मान से बुझीपारे आजिकल जो ग्राम साथी सृष्टि से बुझीपारे बुझीपारे प्रकृत तथ्य जो चाषी मान पाखे पहुँचब से बुझी से प्रयोग कर उत्पादन बढ़ेब तार जो ठीक प्रोसेसिंग कर ठीक भाव बिहन बुणव ठीक भाव अमल कर ठीक भाव स्टोर कर बजार को आनी पार जदि हुए ताहले एटा संभव आउ गोटे प्रस्ताव आम तृतीय प्रस्ताव है जो कृषि ग्रेजुएट मैंने कृषि विश्वविद्यालय पढ़ुं ताकर चतुर्थ वर्ष शेष वर्ष गोटे कोर्स ओडिया रहू जो थे व्यावहारिक ज्ञान कृषि संबंध में जो गवेषणा बाहरी जो आधुनिक ज्ञानकौशल बाहरी तार व्यावहारिक ज्ञान से जानतु ओडिया पढ़तु ओडिया पढ़ी से बुझंतु तापर जो एक्सटेंशन अफिसर भाव गाँव को जी ग्रामस को बुझेबे चाषी की बुझेबे से ही भाषा से प्रयोग करें ताहले चाषी बुझीपार चाषी बुझीपार से प्रयोग कर तेणु मोर तीन प्रस्ताव मु भावुची ओडिशा सरकार कृषि विभाग आउ विश्वविद्यालय एमाने मिसी अनुकूल्य कले आमे जो कलार कालीमा बोलूँ जो ओडिशा से गरीब राज्य ओडिशा गरीब राज्य हेब नहीं आउ शेष में समस्त को अनुरोध करी ओडिशार बुद्धिजीवी ओडिशार पाठक पाठिका से माने निज भाषा निज जाति निजर संस्कृति निज प्रति जमा हीनमनता पोषण करूँ ना आम भाषा विश्वर एक प्रसिद्ध भाषा आम संस्कृति उच्च परम संस्कृति आमर कारीगरी कौशल आमर बुणाकार माने स्वप्न तैयारी करती ओडिशार बुणाकार हस्ततंत्र वस्त्र आज विश्व प्रसिद्ध होती गोटे गोटे शाढ़ी दाम 800 टका बिक्री है तेणु आमको जदि प्रकृत भाव में पुणी पूर्ण आउ दिने कलिंगर जुग फेरी जा पड़ो ताले आम भाषा को आम गुरुत्व देवा आम भाषा में शिक्षा लाभ करवा आम भाषा विभिन्न पुस्तक रचना करवा आमर हीनमता दूर करवा ताहले जाइकरी ताहले यही सरकार बाध्य हम आम समस्त प्रेसर पकेबा समस्त दाबी जड़ेबा आम कहवा जदि आम भाषा आम तुम प्रकृत सुजोग नदेव जदि राजभाषा न कर आम भाषा जदि लोकर भाषा न कर ताहले आम तुमको भोट देवनी ये भोट भिखारी माने निश्चित भाव में आम प्रति नतमस्तक हे आम कथा शुणवे आम राज्यर विकास हम आम विकास पथ में आगे चलवा आज आपण मैंने मो कथा धैर्य सहित शुणी मु समस्त कृतज्ञता ज्ञापन करुच्ची आपन को आउ थे नवेदन करुच्ची आम भाषा जाति संस्कृति प्रति सम्मान दिंतु गर्व अनुभव करूँ जे जड़े मुझे मोर भाषा उन्नत मो जाति उन्नत मोर कला कौशल उन्नत आमर चाष प्राणी उन्नत ताहले आम निश्चित भाव में जदि ये कथा अन्य 10 वर्ष आम काम कर 10 वर्ष पर ओडिशा राज्य समग्र भारतवर्ष में एक अग्रणी राज्य रूप में उभाव जय माँ उत्कल जननी। कौन फिनिश कर देवी।